ମୁଁ କିଛି ଦିନ ହେଲା ଦେଖିନି ଆମର ସେଇ ଘର ଆଗର ଠାକୁରର ଝରକା ପାଖର ସେଇ ବସା ଗୋଟେ ବନ୍ଧା ବାନ୍ଧିକି ରହିଛି। ଏ 5-6ଟା ଖଣ୍ଡେ ଛୋଟ ଛୋଟିଆ ବାଇ ଚଢେଇ। ଆଉ ସେ ଦୀର୍ଘ ଦିନ ମାନେ 3-4 ମାସ ହେଲା ତାପରେ ପରେ ମୁଁ ଦେଖିନି ସେଇଭଳିଆ ରହିଛି। କ୍ରମ ସେ ତାଙ୍କ ଛୁଆ ସବୁ ଦେଇଛନ୍ତି, ଦେଇକି ତାର 5-6ଟି ହେଲା। ଯେତେବେଳେ ଆମର ଘଣ୍ଟି ବାଜେ, ଠାକୁରର ଘଣ୍ଟି ଯେତେବେଳେ ବାଜେ, ସିଏ ଫୁରୁକିନା ଉଡିକି ପଳେଇଯାନ୍ତି ଘର ଭିତରକୁ। ପରବର୍ତ୍ତୀ ସମୟର ତାପରେ ଆସିକି ପୁଣି ସେଇ ଘର ପାଖର ସେଇ ବସା ପାଖର ରୁହନ୍ତି। ଗଛ ବୃକ୍ଷ କ୍ରମଶଃ କମି ଆସିଲାଣି। ଆଉ ତାପରେ ଗାଡି ଯାତାୟାତ ସବୁ ହଉଛି। ଆଉ ଏଇ ସବୁ ପରିବେଶର ଟିକିଏ ପରିବର୍ତ୍ତନ ହେଇଗଲା। ମୁଖ୍ୟ କାରଣ ହଉଛି ଗଛ ବୃକ୍ଷ କଟାକଟି ହେଇଗଲା, କ୍ରମଶଃ କମି ଆସିଲା। ତେଣୁ ସେ ସବୁ ଘର ମୁହାଁ ହେଲେ, ଘର ଭିତରେ ଘର ଚଟିଆ ଚଢେଇ ହିଁ ରହନ୍ତି। ଆଉ ପକ୍କା ଘରେ ତ ବିଶେଷ ରହନ୍ତି ଠାକୁର ପାରା, କିନ୍ତୁ ଇଏ ଚଢେଇ ବି ଆସିକି ବସା ବାନ୍ଧିବା ଆରମ୍ଭ କଲେଣି। ଆଉ ଏଠି ଭଲ ଲାଗୁଛି ମତେ, ଚିକିରି ମିକିରି ହଉଛି, ଭଲ ଲାଗୁଛି, ରହିଛି। ଆଉ ଯେତେବେଳେ ଗଛ ବୃକ୍ଷ ଯେତେବେଳେ କ୍ରମଶଃ କମିଗଲା, ସିଏ ପୁଣି ଆସିଲେ ନେବେ କୋଉଠି? ଭଲ ଲାଗୁଛି। କୋଉ ଗୋଟିଏ ଦିଟା ଦିନ ତ 5-7ଟା ଛୋଟିଆ ଚଢେଇ ଯିବ, ଆପେ ଆସିକି ରହନ୍ତି। ଆମେ ସବୁ ପଞ୍ଜୁରୀ ଭିତରେ ରଖୁଛି, କିନ୍ତୁ ଆପେ ଆସିକି ଘରେ ରହୁଛନ୍ତି। ଭଲ କଥା। ଯେହେତୁ ବୃକ୍ଷଲତା ସବୁ କମି ଯାଉଛି ନା, ସେ ଲାଗି ସେମାନେ ଘରେ ଆସିକି ରହୁଛନ୍ତି। ଘରଟା କେବଳ ମଣିଷଙ୍କ ପାଇଁ। ସେମାନେ ଯେତେବେଳେ ତାଙ୍କର ଆଶ୍ରୟସ୍ଥଳୀ ନାହିଁ, ଆଉ ସେମାନେ କଣ କରିବେ? ବାଧ୍ୟ ହେଇ ଆସିକି ଘରେ ରହୁଛନ୍ତି। ଆଉ 5-6 ମାସ ହେଲା ରହିଲାଣି। ହେଲେ କେତେ ସୁନ୍ଦର ସେ ବସା ବାନ୍ଧିକି ତାପରେ ଅଣ୍ଡା ଦେଇଥିଲେ। ଅଣ୍ଡା ତାପରେ ଛୁଆ ଫୁଟିଲା। ତାପରେ ଆମର ଛୋଟ ଛୋଟ ଛୁଆ ସବୁ କିଚିରି ମିଚିରି ଶବ୍ଦ କରୁଥିଲେ। ହଁ, କିଚିରି ମିଚିରି ଶବ୍ଦ ତ ବହୁତ କରନ୍ତି, ଭଲ ଲାଗେ। ହେଲେ ଯେତେବେଳେ ଠାକୁର ପୂଜା ମୁଁ କରେ, ଘଣ୍ଟି ଫଣ୍ଟି ବାଜିଲେ ସେତେବେଳେ ଉଡିକି ଘର ଭିତରକୁ ପଶି ଆସନ୍ତି। ଆଉ ପୁରା ଡରି ଯାଆନ୍ତି ବୋଧେ କି କଣ, ଏମିତି ଛୋଟ ଛୋଟ ଛୁଆ ମାନେ ନା। ଆମର ମୁଖ୍ୟ କଥା ହେଲା ଗଛ ବୃକ୍ଷ ଲଗେଇବା। ଆଉ ଗଛ ବୃକ୍ଷ ଯାହା ବି ଅଛି ନ କାଟନ୍ତୁ। ସେ ଲାଗି ସେମାନେ ସବୁ ସ୍ଥାନ ପାଉନାହାନ୍ତି ବୋଲିକି ରହିବା ପାଇଁ, ଯାହାକି ଘରର ଆଶ୍ରୟ ନଉଛନ୍ତି ନା। ଆଉ ସେଥିପାଇଁ ମୁଖ୍ୟ କଥା ହେଲା କେବେ ଗଛ ବୃକ୍ଷ ନ କାଟନ୍ତୁ, ଗଛ ଲଗାନ୍ତୁ। ଗଛ ବୃକ୍ଷ ତ ମେନଲି ଦରକାର। ତାପରେ ହଉଛି ଘର ଭିତରେ ରହିଲେ ବି ସେମାନେ ହଉଛି ସୁରକ୍ଷିତ ହେଇକି ରହିଲେ। ଆଉ ଗଛ ବୃକ୍ଷରେ ରହିବା ତାଙ୍କ ପାଇଁ ଠିକ ସ୍ଥାନ। ଘର ଭିତରେ ବିଲେଇ ଏମିତି ବୁଲୁଛି ନା, କେତେବେଳେ ଖାଇ ଯିବ। ଗଛ ତାଙ୍କ ପାଇଁ ନିହାତି ଦରକାର। ତେଣୁ ଗଛ ବୃକ୍ଷ ଲଗାନ୍ତୁ, ଆଉ ପକ୍ଷୀ ମାନେ ତାଙ୍କର ବସା ବାନ୍ଧନ୍ତୁ, ରୁହନ୍ତୁ।